କରୁଛ? ମୁଁ ସନ୍ତୋଷ କୁମାର ରଣା ଗୋପବନ୍ଧୁ ବିଦ୍ୟା ମନ୍ଦିର ନୋଡାଲ ହାଇସ୍କୁଲର ମୁଁ ନୂତନ ସଭାପତି ଭାବରେ ନିଯୁକ୍ତି ହୋଇଛି। ଆଜି ମୋତେ ଗୋଟେ ଦସ୍ତଖତ କରିବାର ଥିଲା ଏବଂ ମୁଁ ଦେଖିଲି ଯେ ମୁଁ ତା ପୂର୍ବରୁ କିଛି ଚେକ୍ କରେ। ଦେଖିଲି ଯେ ଆମର ଯେଉଁ ରୋଷେଇ କାର୍ଯ୍ୟକ୍ରମ ଚାଲିଛି ଗୋଟେ ଏସ୍ଏଚ୍ଜି ସଂସ୍ଥା ନେଇଛନ୍ତି, ତାଙ୍କ ସବୁ ଷ୍ଟକ୍ ଚେକ୍ କଲାରୁ ବର୍ତ୍ତମାନ ବାଲାନ୍ସ ଯେତିକି ଦେଖାଉଛି ଚାଉଳ ଷ୍ଟକ୍ ରହିବା କଥା ସେତିକି ନାହିଁ, ଆଦୌ ନାହିଁ ହେଲା। ଯେଉଁ 10 କୁଇଣ୍ଟାଲ 12 କେଜି ଆମର ଚାଉଳ ଦେଖାଉଛି ଷ୍ଟକ୍ରେ, ତାଙ୍କର ଜିରୋ ଦେଖାଉଛି। କ'ଣ ଆପଣ ପ୍ରଧାନ ଶିକ୍ଷକ ପଚାରିବାରୁ ସିଏ କହିଲେ ଯେ ଚାଉଳ ପୋକରା ହୋଇଯାଇଥିଲା, ସିଏ ଡିଓଙ୍କୁ ଜଣାଇଛନ୍ତି ଏବଂ ଆମକୁ ଗୋଟେ ଲିଖିତ ଆକାରରେ ଦେଇଛନ୍ତି, ଏଇ କଥା ସିଏ କହିଛନ୍ତି। ଆପଣ କ'ଣ ମାନେ କିଛି ଡାଉଟ୍ କରୁଛନ୍ତି କି? ଆମେ ଚାହୁଁଛୁ ଯେ ଏତେ ଚାଉଳ କେମିତି ପୋକରା ହେବ? ସବୁ 10 କୁଇଣ୍ଟାଲ ଚାଉଳ ଏକାବେଳେ ପୋକରା ହୋଇଗଲା। ଯଦି ପୋକରା ହୋଇଗଲା ତାହେଲେ ପୁଣି ତାଙ୍କ ଏସ୍ଏଚ୍ଜି ମେମ୍ବର ବି ସିଏ କହୁଛନ୍ତି ଆମ ପାଖରେ ଷ୍ଟକ୍ ଅଛି 8 କୁଇଣ୍ଟାଲ। କେଉଁଠି ସେ ଷ୍ଟକ୍ଟା ଅଛି ଆମକୁ ଦେଖାନ୍ତୁ। ମାନେ ଗୋଟେ ପରେ ଯଦି ଷ୍ଟକ୍ ଅଛି ପୁଣି ଆଜି 5 କୁଇଣ୍ଟାଲ ଚାଉଳ ପୁଣି ରିସିଭ୍ କାହିଁ କରୁଥିଲେ? ମାନେ ତ ପୋକ ଖାଇବ ନା। କ'ଣ ତାଳମେଳ ଖାଉନି ଡାଉଟ୍ କରୁଛନ୍ତି କିଛି? ହଁ, ଆମେ ଡାଉଟ୍ କରୁଛୁ ଯେ ସେ ଚାଉଳ କିଛି ହେରଫେର ହେଇଛି।